जय जगन्नाथ दर्शक बंधु मु आज श्रीमद् भगवद गीतार मौलिक रूप बहिरू प्रथम अध्यायर 32 रु 35 श्लोक पढ़ेकी आपण मानक शुणेबी। आपण मानक जदि भल लगे लाइक शेयर कमेंट करेंगे आउ ये नुआ नुआ श्लोक शुणापी चैनल टी को सब्सक्राइब करदे। आसतु शुणा। किंग नो राज्येन गोविंदो किंग भोगई जीवितेन वा जे सामर्थ्ये कांक्षित नो राज्यं भोगा सुखानि च तो इमे वस्थिता युद्धे प्राणां त्यक्त्वा धनानि च आचार्या पितरो पुत्रास तथैव च पितामहा मातुला ससुरा पौत्रा शाला संबंधी न स्था एतान्न हन्तुमिच्छामि घ्नतोऽपि मधुसूदन अपि त्रैलोक्य राजस्व हेतो किंग नु मही कृते निहत्य धार्तराष्ट्रान् का प्रीति स्वज जनार्दन। यार ओडिया अनुवादटा शुणिबा। हे गोविंद ए राज्य सुख भोग किंबा ए जीवन आमर कौन दरकार जेउ मानक पाई आमे एसबु दरकार करू सेमाने तो वर्तमान एठारे युद्ध करिबा निमित्त सज्जित होई रहिछंती। तेबे आमर एसबु कौन दरकार? हे मधुसूदन जेतेबेले आंभ मानकर आचार्य बा गुरुगण पितृपुरुषगण पुत्रगण पितामहगण मातुलगण ससुरगण पौत्रगण शालकगण एवं समस्त आत्मीय स्वजन सेमानंकर धन संपद और जीवन बलि देवा पाई प्रस्तुत होई मो सम्मुखरे दंडायमान होइछंती सेतेबेले जदिओ मु बंची रही पारे तथापि सेमानकु काहेकि मारिबाकु इच्छा करिबी। हे जनार्दन ए पृथ्वी कथा बा कौन कहिबी जदि मते त्रिभुवन रे राजा करि दिया जाए तथापि भी मु एमानक साथरे युद्ध करबाकू प्रस्तुत नुहे। तेबे एठारे जनार्दन भगवान श्री कृष्ण को कहा जायछि से समस्त जीवंकर पालन करता सेतिपाई तांकू जनार्दन कहा जायछि। जनार्दन रो अर्थ होछि समस्त जीवंकर पालन करता। यार भावार्थटा देखिबा। एठारे अर्जुन भगवान श्री कृष्ण को गोविंद बोली संबोधन करिसेंती कारण कृष्ण गाभी और इंद्रिय मानंकु समस्त प्रकार आनंद दियंती। से होचंती आनंदर सरोवर। स्वतंत्र भावरे एही शब्द व्यवहार करी अर्जुन सूचना देउछंती जे तांकर इंद्रिय मानकु कोन आनंद देव। जदिओ गोविंद आंभ मानकर इंद्रिय मानकु आनंद देवाकू उद्दिष्ट नुहंती तथापि आंभे माने जदि गोविंदंकर इंद्रिय मानकु आनंद देवाकू चेष्टा करू ताहेले आंभ मानकर इंद्रिय गुड़िक सत संतुष्ट होई जिबे। ए भौतिक जगत रे प्राय प्रत्येक निज निजर इंद्रिय मानकु आनंद देवाकू इच्छा करती एवं एथिपाई भगवान तार आदेश पालन करी सबु सुख भोग पदार्थ ताकू जगाई देबा पाई से इच्छा करे। जीव
ଯେତିକି ଦରକାର କରେ ଭଗବାନ ସେତିକି ତାଙ୍କୁ ଦିଅନ୍ତି, ଅର୍ଥାତ୍ ସେହି ଅନୁଯାୟୀ ତାର ଇନ୍ଦ୍ରିୟମାନଙ୍କୁ ସନ୍ତୋଷ ଦିଅନ୍ତି। କିନ୍ତୁ ସେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ଇଚ୍ଛା କଲେ ଭଗବାନ ତାହା ଦେବେ ନାହିଁ। କିନ୍ତୁ ବ୍ୟକ୍ତି ଯେତେବେଳେ ଓଲଟା ବାଟ ଧରେ, ଅର୍ଥାତ୍ ସେ ନିଜର ଇନ୍ଦ୍ରିୟମାନଙ୍କୁ ସୁଖ ଦେବାକୁ ଇଚ୍ଛା ନ କରି ଗୋବିନ୍ଦଙ୍କର ଇନ୍ଦ୍ରିୟମାନଙ୍କୁ ସୁଖ ଦେବାକୁ ଇଚ୍ଛା କରେ, ସେତେବେଳେ ଗୋବିନ୍ଦଙ୍କ କୃପାରୁ ତାର ସବୁ କାମନା ପୂର୍ଣ୍ଣ ହୁଏ। ଆତ୍ମୀୟ ସ୍ୱଜନମାନଙ୍କ ପ୍ରତି ଅର୍ଜୁନଙ୍କର ସ୍ୱାଭାବିକ ଭାବେ ଅନୁକମ୍ପା ଥିଲା। ତେଣୁ ଅର୍ଜୁନଙ୍କର ଜାତି ଭାଇ ବନ୍ଧୁ କୁଟୁମ୍ବଙ୍କ ପ୍ରତି ଥିବା ଗଭୀର ସ୍ନେହ ଏଠାରେ ଆଂଶିକ ଭାବରେ ପ୍ରକାଶିତ ହୋଇଛି। ତେଣୁ ସେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉନଥିଲେ। ପ୍ରତ୍ୟେକେ ନିଜ ନିଜର ଭାଇ ବନ୍ଧୁ କୁଟୁମ୍ବଙ୍କୁ ଆପଣାର ଐଶ୍ୱର୍ଯ୍ୟ ଦେଖାଇବାକୁ ଚାହାନ୍ତି। କିନ୍ତୁ ଅର୍ଜୁନ ଏଠାରେ ଆଶଙ୍କା କରୁଛନ୍ତି ଯେ ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ତ ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କରିବେ। ତାହେଲେ ବିଜୟ ହାସଲ ପରେ ସେ କେଉଁମାନଙ୍କୁ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିବେ? ଏପରି ଅବସ୍ଥାରେ ସେ ଐଶ୍ୱର୍ଯ୍ୟ ଉପଭୋଗ କରିବାକୁ ଅକ୍ଷମ ହୋଇ ଉଠିବେ। ଏହା ହେଉଛି ଭୌତିକ ଜୀବନର ଏକ ବିଚିତ୍ର ହିସାବ କିତାବ। ଅବଶ୍ୟ ଦିବ୍ୟ ଜୀବନ ସ୍ୱତନ୍ତ୍ର ଅଟେ, ଭିନ୍ନ ପ୍ରକାର ଅଟେ। ଯେତେବେଳେ ଜଣେ ଭକ୍ତ ଭଗବାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହେଁ, ସେତେବେଳେ ଯଦି ଭଗବାନ ଚାହାନ୍ତି, ତାହେଲେ ସେ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ଗ୍ରହଣ କରିପାରେ। କିନ୍ତୁ ଯଦି ଭଗବାନ ନ ଚାହାନ୍ତି, ତାହେଲେ ସେ ଗୋଟିଏ ପଇସା ସୁଦ୍ଧା ଗ୍ରହଣ କରିବ ନାହିଁ। ଅର୍ଜୁନ ତାଙ୍କର ଭାଇ ବନ୍ଧୁ କୁଟୁମ୍ବଙ୍କୁ ମାରିବାକୁ ଇଚ୍ଛା କରୁ ନଥିଲେ। ଯଦି ସେମାନଙ୍କୁ ମାରିବାକୁ ଦରକାର ପଡ଼ୁଥିଲା, ତାହେଲେ ସେ ଭାବୁଥିଲେ ଯେ କୃଷ୍ଣ ସେମାନଙ୍କୁ ବିନାଶ କରନ୍ତୁ। ଏ କ୍ଷେତ୍ରରେ ସେ ଜାଣିନଥିଲେ ଯେ ସେମାନେ ଯୁଦ୍ଧକ୍ଷେତ୍ରକୁ ଆସିବା ପୂର୍ବରୁ କୃଷ୍ଣ ସେମାନଙ୍କୁ ମାରି ସାରିଛନ୍ତି ଏବଂ ସେ ବର୍ତ୍ତମାନ କୃଷ୍ଣଙ୍କ ହାତରେ ଏକ ଯନ୍ତ୍ର ହୋଇ କାମ କରିବେ। ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଏ କଥା ପ୍ରକାଶ ପାଇଛି। ଭଗବାନଙ୍କର ଏକ ସ୍ୱାଭାବିକ ଭକ୍ତ ହିସାବରେ ଅର୍ଜୁନ ଇଚ୍ଛା କରୁନଥିଲେ ତାଙ୍କର ଦୁର୍ଦ୍ଦଶ ଭାଇମାନଙ୍କୁ ମାରିବାକୁ, କିନ୍ତୁ ଭଗବାନ ଚାହୁଁଥିଲେ ଯେ ସେମାନେ ସମସ୍ତେ ମରିବେ। ଭଗବାନଙ୍କର ଭକ୍ତ ଭଗବାନଙ୍କର ନିୟମ ଲଙ୍ଘନକାରୀ ପାପାଚାରୀ ବଦମାସ ପ୍ରତି ମଧ୍ୟ ବିଦ୍ୱେଷ ଭାବ ପୋଷଣ କରେ ନାହିଁ। କିନ୍ତୁ ଭଗବାନ ଭକ୍ତର ଅବମାନନା ସହ୍ୟ କରିପାରନ୍ତି ନାହିଁ। ଯଦି କୌଣସି ବଦମାସ ଭକ୍ତ ପ୍ରତି ଅବମାନନା କରେ, ତାହା ଭଗବାନଙ୍କର ଅସହ୍ୟ ହୋଇଉଠେ। ଭଗବାନ ତାଙ୍କ ପ୍ରତି ଅବମାନନା କରୁଥିବା ବଦମାସକୁ କ୍ଷମା ଦେଇପାରନ୍ତି, କିନ୍ତୁ ଯେ ତାଙ୍କର ଭକ୍ତମାନଙ୍କୁ ଅବମାନନା କରେ, ସେ ତାଙ୍କୁ କ୍ଷମା କରନ୍ତି ନାହିଁ। ତେଣୁ ଭଗବାନ ଇଚ୍ଛା କରୁଛନ୍ତି ଏ ବଦମାସମାନଙ୍କୁ ବିନାଶ କରିବାକୁ। ଯଦିଓ ଅର୍ଜୁନ ସେମାନଙ୍କୁ କ୍ଷମା ଦେବାକୁ ଇଚ୍ଛା କରୁଛନ୍ତି, ତଥାପି ଭଗବାନ ସେ ବଦମାସମାନଙ୍କୁ ବିନାଶ କରିବାକୁ ଦୃଢ଼ ନିଶ୍ଚିତ ହୋଇଯାଇଛନ୍ତି।